ମୁଁ ଈଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ ଯାହା କହିବି ସବୁ ସତ କହିବି, ସତ ବ୍ୟତୀତ ଅନ୍ୟ କିଛି କହିବି ନାହିଁ। ଏ ପ୍ରକାର ଶପଥ ପାଠ କୋଉମାନେ କରିଥାନ୍ତି, କୋଉଠି କରିଥାନ୍ତି? ଅଦାଲତରେ, କୋର୍ଟ ରୁମ୍ରେ, ଓକିଲଙ୍କ ଉପସ୍ଥିତିରେ, ଜଜ୍ଙ୍କ ସାମ୍ନାରେ, କାଠଗଡ଼ାରେ ଛିଡ଼ା ହେଇକରି ମୁଦାଲା, ପ୍ରତିପକ୍ଷ, ସାକ୍ଷୀମାନେ ଏଇଭଳିଆ ଶପଥ ପାଠ କରିଥାନ୍ତି, ପୁଣି ଈଶ୍ୱରଙ୍କ ନାଁରେ। ଆଉ ଯେତେବେଳେ ଶପଥ ପାଠ କରିଥାନ୍ତି ସେମାନେ ଗୀତା, ବାଇବେଲ, କୋରାନ ଏଇଭଳିଆ ଧର୍ମ ପୁସ୍ତକକୁ ଛୁଇଁକରି ଶପଥ ପାଠ କରିଥାନ୍ତି। ତେବେ ସେମାନେ କାହିଁକି ଶପଥ ପାଠ କରିଥାନ୍ତି? ସତ କହିବା ପାଇଁ, କିନ୍ତୁ ଡାହା ମିଛ କହିଥାନ୍ତି। ଓକିଲ ଯାହା କହିଥାଏ ସେଇ କଥାକୁ ସେମାନେ ସେଠି ବାନ୍ତି କରିଥାନ୍ତି। ତାଙ୍କର ଚାରା କ'ଣ? ଚୋରି କରିଛନ୍ତି, ଡକାୟତ କରିଛନ୍ତି, ମର୍ଡର କରିଛନ୍ତି, ରେପ୍ କରିଛନ୍ତି, ବ୍ୟାଙ୍କ ଲୁଟିଛନ୍ତି, ଆଉ ସତ କହିବେ? ସତ କହିଲେ ତାର ପରିଣାମ କ'ଣ ସେମାନେ ଜାଣିନାହାନ୍ତି? ଜାଣିଛନ୍ତି। ତେଣୁ ନିଜକୁ ବଞ୍ଚେଇବାକୁ ପଡ଼ିବ। ଆତ୍ମରକ୍ଷା ପାଇଁ ସେମାନେ ମିଥ୍ୟାର ଆଶ୍ରୟ ନେଇଥାନ୍ତି। ତେବେ ଗୋଟେ ପ୍ରଶ୍ନ ଉଠୁଛି, ଯେମାନେ ମିଥ୍ୟା କୁହନ୍ତୁ କିନ୍ତୁ ଈଶ୍ୱରଙ୍କ ନାଁରେ ଆଉ ଧର୍ମ ପୁସ୍ତକ ଛୁଇଁକରି ମିଥ୍ୟା କହୁଛନ୍ତି, ସେ କଥାଟିକୁ ଆମେ ଆଲୋଚନା କରିବା। ଆଉ ଗୋଟିଏ ପ୍ରକାର ଶପଥ ପାଠ ମଧ୍ୟ ଆପଣ ଦେଖିଥିବେ ବା ଶୁଣିଥିବେ। ସେଇଟା କୋଉମାନେ କରିଥାନ୍ତି? ଯେ ମୁଁ ଈଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ ଭାରତର ସାର୍ବଭୌମତ୍ୱକୁ ମୁଁ ଅକ୍ଷୁର୍ଣ୍ଣ ରଖିବି, ଆଉ ଭାରତର ସମ୍ବିଧାନ ପ୍ରତି ମୁଁ ଆନୁଗତ୍ୟ ପ୍ରକାଶ କରିବି। ଏଇଭଳିଆ ଶପଥ ପାଠ କୋଉମାନେ କରିଥାନ୍ତି? ଯୋଉମାନେ ସାମ୍ବିଧାନିକ ପଦପଦବୀରେ ଥାନ୍ତି। ସେମାନେ ସବୁ କିଏ? ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀମାନେ, ବିଚାରପତିମାନେ, ଏମଏଲଏ, ଏମପି, ଏଇଭଳିଆ ସବୁ ଯୋଉମାନେ ବଡ ବଡିଆ ଲୋକ, ସେଇମାନେ ଏଇଭଳିଆ ସବୁ ଶପଥ ପାଠ କରିଥାନ୍ତି। ତେବେ ଆପଣ ସମୀକ୍ଷା କରନ୍ତୁ ଭାରତର ଇତିହାସ, ରାଜନୀତି, ନ୍ୟାୟିକ ବ୍ୟବସ୍ଥା, ବିଚାର ବ୍ୟବସ୍ଥା ଏସବୁ ଅନୁଧ୍ୟାନ କରିକି କୁହନ୍ତୁ ଯେ ପ୍ରକୃତରେ ସମ୍ବିଧାନକୁ ଏମାନେ କେତେ ସମ୍ମାନ ଦିଅନ୍ତି, କେତେ ଉଲ୍ଲଂଘନ କରନ୍ତି। ଆପଣ ଯୋଉ ଦଳ ବଦଳ ଦେଖୁଛନ୍ତି ସବୁବେଳେ, ଆଉ ଯୋଉ ପାର୍ଲାମେଣ୍ଟରେ ଆଉ ଆସେମ୍ବଲି ଭିତରେ ଯୋଉ ପ୍ରକାର ଏମାନଙ୍କର ଆଚାର ବ୍ୟବହାର ସବୁ ଆପଣ ଦେଖୁଛନ୍ତି। ତେଣୁ ସମ୍ବିଧାନ ପ୍ରତି ଏମାନଙ୍କର ଆନୁଗତ୍ୟ କେତେ, ସେଟା ଆପଣମାନେ ଆପଣଙ୍କର ମନ୍ତବ୍ୟରେ ରଖନ୍ତୁ। ଏମାନେ କାହିଁକି ଅଦାଲତକୁ ମିଛ କହନ୍ତି, ଜନସାଧାରଣଙ୍କୁ କାହିଁକି ଠକନ୍ତି? କୋଉଠୁ ଆରମ୍ଭ ହେଲା ଏଇ ସବୁ ବ୍ୟବସ୍ଥା? ଭାରତ ଯେତେବେଳେ ପରାଧୀନ ଥିଲା ସେହି ସମୟରେ ବ୍ରିଟିଶ ଆଇନ କାମ କରୁଥିଲା। ବ୍ରିଟିଶର ଯୋଉ ବିଚାର ବ୍ୟବସ୍ଥା ଥିଲା, ସେହି ସମୟରେ କ'ଣ ଭାରତୀୟମାନେ ଅପରାଧ କରୁନଥିଲେ? କରୁଥିଲେ, ଏବଂ ସେମାନଙ୍କର ମଧ୍ୟ ବିଚାର ଚାଲୁଥିଲା। ଯେତେବେଳେ ସେମାନେ କାଠଗଡ଼ାରେ ଛିଡ଼ା ହେଉଥିଲେ, ସେମାନେ ଆକ୍ଚୁଆଲି ବ୍ରିଟିଶ ଆଇନ କ'ଣ ବୁଝୁନଥିଲେ କି ବ୍ରିଟିଶର ମାନଙ୍କୁ ସମ୍ମାନ କରୁନଥିଲେ। ତେଣୁ ବ୍ରିଟିଶର ମାନେ ଦେଖିଲେ ଯେ ଭାରତୀୟମାନଙ୍କ ଠାରୁ ସତଟା କେମିତି ବାହାର କରାଯିବ। ଏମାନେ ତ ଆଇନ କିଛି ବୁଝନ୍ତିନି କି ଆଇନକୁ ସମ୍ମାନ କରୁନାହାନ୍ତି, କିନ୍ତୁ ସେମାନେ ଜାଣିବାକୁ ପାଇଲେ ଯେ ସବୁ ଭାରତୀୟ ମାନେ ଈଶ୍ୱର ବିଶ୍ୱାସୀ ଏବଂ ଧର୍ମ ଭୀରୁ। ତେଣୁ ସେମାନେ ଗୋଟେ ଇଣ୍ଡିଆନ ଓଥ୍ ଆକ୍ଟ 1873 ଆଣିଲେ। ସେଇ ଆକ୍ଟ ଅନୁଯାୟୀ ଯୋଉ ଭାରତୀୟ ମାନେ ଯାଉଥିଲେ କାଠଗଡ଼ାରେ ଛିଡ଼ା ହେଇକରି, ସେମାନେ ନିଜ ନିଜର ଈଶ୍ୱରଙ୍କ ନାଁ ନେଇକରି ଧର୍ମ ପୁସ୍ତକ ଛୁଇଁକରି, ଯେମିତି ଗୀତା, ବାଇବେଲ, କୋରାନ କି ଗୁରୁ ଗ୍ରନ୍ଥ ସାହେବ କି ଗଙ୍ଗା ଜଳ, ଏଇସବୁ ଛୁଇଁକରି ସେମାନେ ଶପଥ ପାଠ କରୁଥିଲେ, କିନ୍ତୁ ତଥାପି ଠକିବା ଆରମ୍ଭ କଲେ। ତାପରେ ଭାରତ ସ୍ୱାଧୀନ ହେଲା ଏବଂ 1969 ମସିହାରେ ଏଇ ଇଣ୍ଡିଆନ ଓଥ୍ ଆକ୍ଟଟାକୁ ଚେଞ୍ଜ କରିଦିଆଗଲା। ମାନେ ଏଥିରେ ଯୋଉ ଚେଞ୍ଜ ଆସିଲା କ'ଣ, ଖାଲି ଈଶ୍ୱରଙ୍କ ନାଁରେ ଆଉ ଶପଥ ପାଠ ହବନି। କାରଣ ବହୁତ ଲୋକ ଅଛନ୍ତି ଈଶ୍ୱରଙ୍କୁ ମାନୁନାହାନ୍ତି, ବିଶ୍ୱାସ କରୁନାହାନ୍ତି। ତେଣୁ ସେମାନେ ତିନି ପ୍ରକାର ଓଥ୍ ଆଣିଲେ। ଗୋଟେ ହେଲା ଈଶ୍ୱରଙ୍କ ନାଁରେ ଯୋଉ ଶପଥ ପାଠ, ତାକୁ ହେଲା ଓଥ୍। ଯୋଉମାନେ ସତ୍ୟ ନିଷ୍ଠା ନାଁରେ ଶପଥ ପାଠ କଲେ ତାକୁ ହେଲା ଆଫର୍ମେସନ, ଆଉ ଯୋଉମାନେ ସଂକଳ୍ପ ବା ପ୍ରତିଜ୍ଞା କଲେ ତାକୁ ହେଲା ପ୍ଲେଜ। ତେଣୁ ଯେତେ ପ୍ରକାର ଶପଥ ପାଠ ହଉଛି କୋର୍ଟରେ ବା ଅନ୍ୟାନ୍ୟ ସ୍ଥାନରେ, ପ୍ରାୟତଃ 99% ଈଶ୍ୱରଙ୍କ ନାଁରେ ଶପଥ ପାଠ କରାଯାଉଛି ଏବଂ ବିଚାର ଚାଲୁଛି, ସାକ୍ଷ୍ୟ ପ୍ରମାଣ ହଉଛି, ଏକ୍ସାମିନେସନ, କ୍ରସ୍ ଏକ୍ସାମିନେସନ, ତାପରେ ଜଜମେଣ୍ଟ ଆସୁଛି। ଆସିଲା ପରେ ଯୋଉ ଫଳ ବାହାରୁଛି ସେଇଟା କେତେ, এইটাକୁ ଆମେ ଟିକେ ସମୀକ୍ଷା କରିବା। ଭାରତବର୍ଷ ପରି କେତେ ଗୁଡ଼ିଏ ଏସିଆନ କଣ୍ଟ୍ରି ଅଛି, ଯେମିତିକି ଜାପାନ, ଚାଇନା, ସାଉଥ କୋରିଆ,
ଏମାନଙ୍କର ମଧ୍ୟ ସେମିତି ବିଚାର ବ୍ୟବସ୍ଥା ଅଛି ଏବଂ ଶପଥ ପାଠ ବ୍ୟବସ୍ଥା ଅଛି। ଜାପାନରେ ସେମାନେ ଈଶ୍ୱରଙ୍କ ନାଁରେ ଶପଥ ପାଠ କରନ୍ତି ନାହିଁ। ଦେଖନ୍ତୁ, ଚାଇନାରେ ସେମାନେ ଈଶ୍ୱରଙ୍କ ନାଁରେ ଶପଥ ପାଠ କରନ୍ତି ନାହିଁ। ଦେଖନ୍ତୁ, ସାଉଥ କୋରିଆରେ ମଧ୍ୟ ସେମାନେ ଈଶ୍ୱରଙ୍କ ନାଁରେ ଶପଥ ପାଠ କରନ୍ତି ନାହିଁ। ଦେଖନ୍ତୁ, ତାହେଲେ କୋଉଥିରେ ସେମାନେ ଶପଥ ପାଠ କରନ୍ତି? ବିବେକ ନାଁରେ। କିନ୍ତୁ ମୁଁ କହିଲି ନା ଯେ ଭାରତରେ 99% ଲୋକ ଈଶ୍ୱରଙ୍କ ନାଁରେ ଶପଥ ପାଠ କରନ୍ତି। ଭାରତରେ ବିଚାର ସରିଲା ପରେ କନଭିକ୍ସନ ରେଟ୍ କେତେ? 50%। ଜାପାନରେ 99%, ଚାଇନାରେ 99%, ସାଉଥ କୋରିଆରେ 95%। ତେଣୁ ରେଜଲ୍ଟଟା କ'ଣ ଦେଖିଲେ ତ? ତେଣୁ ଏବେ କୁହନ୍ତୁ ଯେ ଯୋଉ ଭାରତର ଯୋଉ ନ୍ୟାୟିକ ବ୍ୟବସ୍ଥା ଅଛି, ବିଚାର ବ୍ୟବସ୍ଥା ଅଛି, ସେଠି ସତ ବାହାର କରିବାକୁ ହେଲେ କାହାର ଆବଶ୍ୟକତା ରହିଛି? ଈଶ୍ୱରଙ୍କର, ଧର୍ମ ଗ୍ରନ୍ଥର, ବିବେକର ନା ପ୍ରମାଣର? ଆପଣଙ୍କର ଉତ୍ତର ଅପେକ୍ଷାରେ। ଧନ୍ୟବାଦ, ନମସ୍କାର।